ରାସନ କାର୍ଡ ହିତାଧିକାରୀ ମାନଙ୍କ ପାଇଁ ପୁଣି ନୂଆ ଅପଡେଟ୍। 1000 ଟଙ୍କା ନଗଦ ଏବଂ 8ଟି ଅତ୍ୟାବଶ୍ୟକ ସାମଗ୍ରୀ। ସବୁଠାରୁ ବଡ଼ ଉପହାର ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଦେବା ପାଇଁ ଯାଉଛନ୍ତି। ଯଦି ଆପଣ ଜଣେ ରାସନ କାର୍ଡ ହିତାଧିକାରୀ ତାହେଲେ ଏହି ଖବର ଆପଣମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ସେଥିପାଇଁ ଆପଣ ଭିଡ଼ିଓଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ବିନା ସ୍କିପ୍ରେ, ଯାହାଫଳରେ ଆପଣ ଜାଣିପାରିବେ, ବୁଝିପାରିବେ। ଚ୍ୟାନେଲରେ ଯଦି ନୂଆ କରି ଆପଣ ଭିଡ଼ିଓଟି ଦେଖୁଥାନ୍ତି ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। କେନ୍ଦ୍ର ସରକାର ରାସନ କାର୍ଡ ଧାରୀଙ୍କ ପାଇଁ ଏକ ନୂତନ ଏବଂ ବଡ଼ ଘୋଷଣା କରିଛନ୍ତି, ଯାହା ଭାରତର କୋଟି କୋଟି ପରିବାର ପାଇଁ ଆର୍ଥିକ ସହାୟତା ପ୍ରମାଣିତ ହେବ। ଏହି ନୂତନ ଯୋଜନା ଅନୁଯାୟୀ ରାସନ କାର୍ଡ ଧାରକମାନେ ଏବେ ପ୍ରତି ମାସରେ ମାଗଣା ରାସନ ପାଇବେ ନାହିଁ, ବରଂ ସେହି ପରିବାରର ମହିଳା ମୁଖ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟରେ 1000 ଟଙ୍କା ଆର୍ଥିକ ସହାୟତା ମଧ୍ୟ ସିଧାସଳଖ ଜମା କରାଯିବ। ଦେଶରେ ବଢ଼ୁଥିବା ମୁଦ୍ରାସ୍ଫୀତି ଏବଂ ଗରିବ ପରିବାରର ଆର୍ଥିକ ଅବସ୍ଥାକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଆସନ୍ତୁ ଜାଣିବା ରାସନ କାର୍ଡରେ କ'ଣ ନୂଆ ଅପଡେଟ୍ ରହିଛି। ଏକରେ ଆପଣମାନଙ୍କର ମାଗଣା ରାସନରେ 8ଟି ଅତ୍ୟାବଶ୍ୟକ ଜିନିଷ। ଏବେ ପ୍ରତ୍ୟେକ ରାସନ କାର୍ଡ ଧାରକମାନଙ୍କୁ ଗହମ, ଚାଉଳ, ଡାଲି, ଚିନି ଏବଂ ଅନ୍ୟାନ୍ୟ 8ଟି ଅତ୍ୟାବଶ୍ୟକ ଜିନିଷ ମାଗଣାରେ ଯୋଗାଇ ଦିଆଯିବ। 2 ନମ୍ବରରେ 1000 ଟଙ୍କା ଆର୍ଥିକ ସହାୟତା। ସରକାର ପ୍ରତି ମାସରେ ରାସନ କାର୍ଡର ମୁଖ୍ୟ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ 1000 ଟଙ୍କା ଟ୍ରାନ୍ସଫର କରିବେ। 3 ନମ୍ବରରେ ଏକାଥରେ 3 ମାସର ରାସନ। ହିତାଧିକାରୀମାନଙ୍କୁ ଏକାଥରେ 3 ମାସର ରାସନ ପାଇବାର ବ୍ୟବସ୍ଥା କରାଯାଇଛି। 4 ନମ୍ବରରେ ନୂତନ ନିୟମ ଏବଂ ସହଜ ପ୍ରକ୍ରିୟା। ଦେଖନ୍ତୁ, ରାସନ କାର୍ଡ ଧାରକଙ୍କ ପାଇଁ ଇକେୱାଇସି ସମେତ ଅନ୍ୟାନ୍ୟ ପ୍ରକ୍ରିୟାଗୁଡ଼ିକ ସରଳ ଏବଂ ସ୍ୱଚ୍ଛ କରାଯାଇଛି। ଆସନ୍ତୁ ଜାଣିବା ଏହି ଯୋଜନା ଅଧୀନରେ କେଉଁ ରାସନ କାର୍ଡ ଧାରକମାନେ ଆସିବେ। ଏକରେ ଆପଣମାନଙ୍କର ଆପ୍ କାର୍ଡ। ଏଥିରେ ସାଧାରଣ ପ୍ରବାସୀ ହିତାଧିକାରୀ ଯାହାଙ୍କ ଆୟର ସ୍ତର ଉପଯୁକ୍ତ। 2 ନମ୍ବରରେ ବିପିଏଲ୍ କାର୍ଡ, ସରକାରଙ୍କ ଠାରୁ ଆର୍ଥିକ ସହାୟତା ପାଇବାକୁ ଯୋଗ୍ୟ ଗରିବ ପରିବାର। 3 ନମ୍ବରରେ ଅନ୍ତୋଦୟ କାର୍ଡ, ସ୍ୱତନ୍ତ୍ର ରାସନ ପାଉଥିବା ଅତ୍ୟନ୍ତ ଗରିବ ଲୋକ। 4 ନମ୍ବରରେ ସମସ୍ତ ରଙ୍ଗ କାର୍ଡ, ଯେମିତିକି ଆପଣମାନଙ୍କର ଲାଲ, ସବୁଜ, ହଳଦିଆ କିମ୍ବା କୌଣସି ରଙ୍ଗର ରାସନ କାର୍ଡ ବୈଧ ହେବ। ଆସନ୍ତୁ ଜାଣିବା ରାସନ କାର୍ଡ ହିତାଧିକାରୀମାନେ ଆଗାମୀ ଦିନରେ କେଉଁ 8ଟି ଜରୁରୀ ଜିନିଷ ପାଇବା ପାଇଁ ଯାଉଛନ୍ତି। ଏକରେ ଆପଣମାନଙ୍କର ଗହମ, 2ରେ ଆପଣମାନଙ୍କର ଚାଉଳ, 3ରେ ଆପଣମାନଙ୍କର ଡାଲି, 4ରେ ଆପଣମାନଙ୍କର ଚିନି, 5ରେ ଆପଣମାନଙ୍କର 2 କିଲୋଗ୍ରାମ ସୋରିଷ ତେଲ, 6ରେ ଆପଣମାନଙ୍କର ଲୁଣ, 7ରେ ଆପଣମାନଙ୍କର କିରୋସିନ କିମ୍ବା ଗ୍ୟାସ ସିଲିଣ୍ଡର ଉପରେ ସବସିଡି, 8ରେ ଆପଣମାନଙ୍କର ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ। ଆସନ୍ତୁ ଜାଣିବା ଯୋଜନାର କ'ଣ ସବୁ ଲାଭ ରହିଛି। ଏକରେ ଆପଣମାନଙ୍କର ଆର୍ଥିକ ସହାୟତା। ମାସିକ 1000 ଟଙ୍କା ରାଶି ହିତାଧିକାରୀଙ୍କ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ସ୍ଥାନାନ୍ତରିତ। 2ରେ ଖାଦ୍ୟ ସୁରକ୍ଷା। ମାଗଣା ରାସନ ବଣ୍ଟନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦ୍ୱାରା ଖାଦ୍ୟ ସୁରକ୍ଷା ସୁନିଶ୍ଚିତ ହେବ। 3ରେ ଆପଣମାନଙ୍କର ମହିଳା ସଶକ୍ତିକରଣ। ଯୋଜନାର ଲାଭ ପରିବାରର ଖର୍ଚ୍ଚକୁ ଭଲ ଭାବରେ ପରିଚାଳନା କରିବା ପାଇଁ ଏହାର ମୁଖ୍ୟତଃ ମହିଳାଙ୍କୁ ଦିଆଯିବ। 4ରେ ଆପଣମାନଙ୍କର ମୁଦ୍ରାସ୍ଫୀତି ମୁକାବିଲା। ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତିର ପ୍ରଭାବ ଏହି ସମୟରେ ଏହି ଯୋଜନା ଗରିବ ପରିବାରର ବଜେଟକୁ ସନ୍ତୁଳିତ କରିବ। 5ରେ ଆପଣମାନଙ୍କର ସରଳ ଏବଂ ସ୍ୱଚ୍ଛ ପ୍ରକ୍ରିୟା। ଦେଖନ୍ତୁ, ସମସ୍ତ ରାସନ କାର୍ଡ ଧାରକମାନଙ୍କ ପାଇଁ ଇକେୱାଇସି ଇତ୍ୟାଦି ନିୟମ ସ୍ପଷ୍ଟ କରାଯାଇଛି, ଯାହା ଭୁଲ ବୁଝାମଣା ଏବଂ ଦୁର୍ନୀତିକୁ ହ୍ରାସ କରିବ। ନୂତନ ନିୟମ ଅନୁଯାୟୀ ପ୍ରୟୋଗ ଏବଂ ପଦ୍ଧତି ଆସନ୍ତୁ ଜାଣିବା। 1 ନମ୍ବରରେ ଆପଣମାନଙ୍କର ରାସନ କାର୍ଡ ତାଲିକାରେ ନାମ ଯୋଡ଼ିବା ଏବଂ ବାଦ୍ ଦେବା ପାଇଁ ନୂତନ ଅନଲାଇନ୍ ସିଷ୍ଟମ। 2 ନମ୍ବରରେ ସୁବିଧାର ଅପବ୍ୟବହାର ରୋକିବା ପାଇଁ ଇକେୱାଇସିକୁ ବାଧ୍ୟତାମୂଳକ କରାଯାଇଛି। 3 ନମ୍ବରରେ ହିତାଧିକାରୀମାନଙ୍କୁ ପୂର୍ବରୁ 3 ମାସର ରାସନ ସାମଗ୍ରୀ ଯୋଗାଇ ଦିଆଯିବ। 4 ନମ୍ବରରେ ପ୍ରତି ମାସରେ ଡିବିଟି ମାଧ୍ୟମରେ ମହିଳାଙ୍କ ଆକାଉଣ୍ଟରେ ସିଧାସଳଖ 10,000 ଟଙ୍କା ଜମା କରାଯିବ। ଆସନ୍ତୁ ଜାଣିବା ଗୁରୁତ୍ୱପୂର୍ଣ୍ଣ ଜିନିଷଗୁଡ଼ିକ କ'ଣ। ଏକରେ ଆପଣମାନଙ୍କର ରାସନ ବଣ୍ଟନରେ କୋଠରାଧାରୀ ସମାପ୍ତ ହେବାର ସମ୍ଭାବନା ରହିଛି, ଅର୍ଥାତ୍ ଏବେ ରାସନ କାର୍ଡ ଦୋକାନମାନେ କମିଶନ ପାଇବେ ନାହିଁ ଏବଂ ଲାଭ ସିଧାସଳଖ ହିତାଧିକାରୀଙ୍କ ପାଖକୁ ଯିବ। 2 ନମ୍ବରରେ ସଂଗୃହୀତ ରାସନ ବଦଳରେ 1000 ଟଙ୍କାର ନଗଦ ସହାୟତା ଦିଆଯିବ, ଯାହାଦ୍ୱାରା ହିତାଧିକାରୀ ତାଙ୍କ ଅତ୍ୟାବଶ୍ୟକ ଅନୁଯାୟୀ ରାସନ କିଣିପାରିବେ। 3ରେ ଏହି ଯୋଜନା ଅଧୀନରେ
ପାଇପ୍ ଗ୍ୟାସ୍ ସିଲିଣ୍ଡର ଉପରେ ସବସିଡି ମଧ୍ୟ ବୃଦ୍ଧି କରାଯାଇଛି, ଯାହା ରୋଷେଇ ଖର୍ଚ୍ଚ ମଧ୍ୟ ହ୍ରାସ କରିବ। ଆସନ୍ତୁ ଜାଣିବା ମାଗଣା ରାସନ ଏବଂ 1000 ଟଙ୍କା ଆର୍ଥିକ ସହାୟତା ଯୋଜନାର ପ୍ରଭାବ। ଏକରେ ଆପଣମାନଙ୍କର ଏହି ଯୋଜନା କୋଟି କୋଟି ଗରିବ ଏବଂ ଆର୍ଥିକ ଦୃଷ୍ଟିରୁ ପଛୁଆ ପରିବାରକୁ ବଡ଼ ଆଶ୍ୱସ୍ତି ପ୍ରଦାନ କରିବ। ଦୁଇରେ ମହିଳାମାନଙ୍କର ଆର୍ଥିକ ସଶକ୍ତିକରଣ ପରିବାରରେ ସେମାନଙ୍କର ନିଷ୍ପତ୍ତି ନେବାର ସ୍ଥିତିକୁ ସୁଦୃଢ଼ କରିବ। 3 ନମ୍ବରରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତିର ପରିବେଶରେ ଏହି ଯୋଜନା ଜୀବିକା ଏବଂ ଖାଦ୍ୟ ଉଭୟର ସୁରକ୍ଷା ନିଶ୍ଚିତ କରିବ। ଆସନ୍ତୁ ଜାଣିବା ଏସବୁ ପ୍ରକ୍ରିୟା କେବେଠାରୁ କେମିତି କ'ଣ ଆରମ୍ଭ ହେବା ପାଇଁ ଯାଉଛି। ଏହି ଯୋଜନା ଆପଣମାନଙ୍କର ଖୁବ୍ ଶୀଘ୍ର ଆରମ୍ଭ ହେବା ପାଇଁ ଯାଉଛି, ଯାହା ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ମିଳିତ ସମନ୍ୱୟରେ ଏହି ସବୁ ପ୍ରକ୍ରିୟା ଅବଲମ୍ବନ କରାଯିବ। ରାସନ କାର୍ଡ ହିତାଧିକାରୀମାନେ ଅନେକ ସୁବିଧା ସୁଯୋଗ ପାଇବା ପାଇଁ ଯାଉଛନ୍ତି। ଏହାର ମୁଖ୍ୟ ଲାଭ ହେଉଛି 8ଟି ଜିନିଷର ମାଗଣା ରାସନ, ମାସିକ 1000 ଟଙ୍କା ଆର୍ଥିକ ସହାୟତା ଆପଣମାନଙ୍କୁ ମିଳିବ। ଆପଣମାନଙ୍କୁ କେବଳ ଚାଉଳ ଗହମ ମିଳୁଥିଲା, କିନ୍ତୁ ଏବେ ଆପଣମାନଙ୍କୁ ରାସନ କାର୍ଡ ମାଧ୍ୟମରେ ଅନେକ ସାମଗ୍ରୀ ମିଳିବା ପାଇଁ ଯାଉଛି, ଯାହା କେନ୍ଦ୍ର ସରକାରଙ୍କ ତରଫରୁ ଡିକ୍ଲାର ହୋଇଛି। ଖୁବ୍ ଶୀଘ୍ର ଏହି ପ୍ରକ୍ରିୟା ଆପଣମାନଙ୍କ ପାଇଁ ଲାଗୁ ହେବ। ତାପରେ ଆପଣମାନଙ୍କର ହିତାଧିକାରୀ ପରିଚୟ। ଦେଖନ୍ତୁ ହିତାଧିକାରୀ ପରିଚୟ, ଏଥିରେ ଆପଣମାନଙ୍କର ସମସ୍ତ ପ୍ରକାର ରାସନ କାର୍ଡଧାରୀମାନେ ରହିବେ, ଏସବୁ ସୁବିଧା ମଧ୍ୟ ପାଇବେ। ତାପରେ ଆପଣମାନଙ୍କର ରାସନ ବଣ୍ଟନ ଅବଧି। ଦେଖନ୍ତୁ 3 ମାସ ପାଇଁ ରାସନ ବଣ୍ଟନର ସୁବିଧା ମଧ୍ୟ କରାଯାଇଛି। ଯଦି କୌଣସି ଅସୁବିଧା ପରିଲକ୍ଷିତ ହୁଏ ଆପଣମାନଙ୍କୁ ଏକାଥରକେ 3 ମାସର ରାସନ ସାମଗ୍ରୀ ମିଳିଯିବ। ତାପରେ ଆପଣମାନଙ୍କର ଆବେଦନ ପ୍ରକ୍ରିୟା। ଆବେଦନ ପ୍ରକ୍ରିୟା ଆପଣମାନଙ୍କର ଅନଲାଇନ୍ EKYC ଆପଣମାନଙ୍କର ବାଧ୍ୟତାମୂଳକ ରହିଛି। ତ ଆପଣମାନେ ଆବେଦନ ଅନଲାଇନ୍ ମାଧ୍ୟମରେ କରିପାରିବେ ଆଉ EKYC ଆପଣମାନଙ୍କର ବାଧ୍ୟତାମୂଳକ କରାଯାଇଛି। ଏହି ପ୍ରକ୍ରିୟାର ଉଦ୍ଦେଶ୍ୟ ହେଉଛି, ଦେଖନ୍ତୁ ଗରିବ ପରିବାରକୁ ଖାଦ୍ୟ ଏବଂ ଆର୍ଥିକ ସୁରକ୍ଷା ଯୋଗାଇବା ପାଇଁ ଏହି ପ୍ରକ୍ରିୟା ଅବଲମ୍ବନ କରାଯାଉଛି ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ତରଫରୁ। ଦେଖନ୍ତୁ କେନ୍ଦ୍ର ସରକାରଙ୍କ ଏହି ନୂତନ ଯୋଜନା ରାସନ କାର୍ଡ ଧାରକଙ୍କ ପାଇଁ ଏକ ପ୍ରମୁଖ ଆର୍ଥିକ ଏବଂ ସାମାଜିକ ସଂସ୍କାର। ଦେଖନ୍ତୁ ମାଗଣା ରାସନ ସହିତ ମାସିକ ଆପଣମାନଙ୍କୁ 1000 ଟଙ୍କା ମିଳିବ। ଆପଣଙ୍କ ଆକାଉଣ୍ଟକୁ DBD ମାଧ୍ୟମରେ ଟ୍ରାନ୍ସଫର କରିବେ କେନ୍ଦ୍ର ସରକାର। କାହିଁକି ଆପଣମାନଙ୍କୁ ଏହି 1000 ଟଙ୍କା ଆର୍ଥିକ ସହାୟତା ମିଳୁଛି? ମୁଦ୍ରାସ୍ଫୀତି ମୁକାବିଲା କରିବା ପାଇଁ ଏହା ସହାୟକ ହେବ ଆପଣମାନଙ୍କ ପାଇଁ ଏବଂ ଖାଦ୍ୟ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବ। ବିଶେଷ କରି ମହିଳାମାନଙ୍କୁ ଏହି ଯୋଜନାର ସିଧାସଳଖ ଲାଭ ପ୍ରଦାନ କରିବ। ପରିବାରଗୁଡ଼ିକକୁ ଆତ୍ମନିର୍ଭରଶୀଳ କରିବା ଦିଗରେ ଏକ ସକାରାତ୍ମକ ପଦକ୍ଷେପ ନେବ। ଏହି ଅପଡେଟ୍ ମାଧ୍ୟମରେ ସରକାର ସମସ୍ତ ଅସହାୟ ପରିବାରକୁ ଉତ୍ତମ ଉପାୟରେ ସହାୟତା ପ୍ରଦାନ କରିବେ ଏବଂ ରାସନ ବଣ୍ଟନର ସ୍ୱଚ୍ଛତା ମଧ୍ୟ ବୃଦ୍ଧି ପାଇବ। ଏହି ଘୋଷଣା ଭାରତୀୟ ଗରିବ ଏବଂ ମଧ୍ୟବିତ୍ତ ପରିବାରଙ୍କ ପାଇଁ ଏକ ଆଶ୍ୱସ୍ତି ଖବର, ଯେଉଁମାନେ ଆର୍ଥିକ ସଙ୍କଟରେ ଅଛନ୍ତି ଏବଂ ଉନ୍ନତ ଜୀବନ ଧାରଣ ପାଇଁ ସରକାରଙ୍କ ସହିତ ଅଛନ୍ତି। ଏହି ଯୋଜନା ଆଗାମୀ ସମୟରେ ଖାଦ୍ୟ ସୁରକ୍ଷା ଏବଂ ଆର୍ଥିକ ସହାୟତାର ନୂତନ ଦିଗ ଖୋଲିବ ବୋଲି ଆଶା କରାଯାଉଛି।